26ତମ ମା ତାରିଣୀ କପ୍ ଆନ୍ତଃରାଜ୍ୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍ଯାପିତ। ଆନନ୍ଦପୁର ବ୍ଲକ ତରତରାଠାରେ ଚାଲିଥିବା 26ତମ ମା ତାରିଣୀ ସର୍ବଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚରେ ଚାନ୍ଦ କ୍ଲବ କେନ୍ଦ୍ରାପଡ଼ା ଏବଂ ପପୁଲାର କ୍ଲବ ଢେଙ୍କାନାଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ପପୁଲାର କ୍ଲବ ଢେଙ୍କାନାଳକୁ 6-5 ଗୋଲରେ ହରାଇ ଚମ୍ପିଆନ ହୋଇଥିଲା। ଆଜିର ଏହି ଖେଳର ମୁଖ୍ୟ ଅତିଥି ଭାବେ ମାନ୍ୟବର କେଉଁଝର ସାଂସଦ ଅନନ୍ତ ନାୟକ, ବିଜେପି ନେତା ଆଲୋକ ସେଠୀ ଓ ପୂର୍ବତନ ନଗରପାଳ ରାମ ସାହୁ ଯୋଗଦେଇ ଖେଳାଳୀମାନଙ୍କ କରମର୍ଦ୍ଦନ କରିଥିଲେ। ମା ତାରିଣୀ କ୍ଲବର ସଭାପତି ସୁବ୍ରତ କୁମାର ସାମଲ, ସଦସ୍ୟ ସୁଶାନ୍ତ ସାମଲ, ଜିତେନ୍ଦ୍ର ସାମଲ, ବସନ୍ତ ଜେନା, ପ୍ରିୟବ୍ରତ ନାୟକ, ସୁଶୀଲ ସାମଲ, ଜଗନ୍ନାଥ ସାମଲ, ମନ୍ଦୁଧର ଜେନା, ଅଜିତ ଜେନା ପ୍ରମୁଖ ଖେଳରେ ସହଯୋଗ କରିଥିଲେ। ଆଖପାଖ ଅଞ୍ଚଳର ହଜାର ହଜାର ଫୁଟବଲ ପ୍ରେମୀ ଉପସ୍ଥିତ ରହି ଖେଳକୁ ଉପଭୋଗ କରିବା ସହ ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ। ଆନନ୍ଦପୁର ନିର୍ମଳ ଚନ୍ଦ୍ର ରାଉଳଙ୍କ ରିପୋର୍ଟ, ନିରପେକ୍ଷ ନ୍ୟୁଜ୍।